କାର୍ଯ୍ୟକ୍ରମ ନିଶ୍ଚୟ ଭଲ ରହିବ। ଆମ ଶିଶୁମାନଙ୍କୁ ଆମେ ପ୍ରତ୍ୟେକ ଆଚାର୍ଯ୍ୟ ବିକାଶ ଦିବସରେ ପ୍ରସ୍ତୁତ କରିଥାଉ ତଥା ଆମର ଯେଉଁ ପିଲାଙ୍କ ଦ୍ୱାରା ଶିଶୁ ଭାରତୀ କାର୍ଯ୍ୟକ୍ରମ ହୁଏ ମାସକୁ 4 ଥର ହୁଏ। ଆମେ ପ୍ରଥମରେ ପିଲାମାନଙ୍କୁ ଆମେ ପ୍ରସ୍ତୁତ କରିଥାଉ। ଆଉ ଆମ ଶିକ୍ଷା ବିକାଶ ସମିତି ଗୋଟେ ଯୋଜନା ଅନୁସାରେ ଶିଶୁର ସର୍ବାଙ୍ଗୀନ ଉନ୍ନତି କିଭଳି ହେବ, ନାଚ ଗୀତ ବାଜା ବଜାଇବା ପାଠ ପଢ଼ିବା ସବୁଥିରେ ପିଲାମାନେ ପାରଙ୍ଗମ ଥାନ୍ତି। ଏହା ଆମର ଏକ ଯୋଜନାର ଅଂଶ ବିଶେଷ। ଆଉ ପିଲାମାନେ ନିଶ୍ଚିତ ଭଲ କାର୍ଯ୍ୟକ୍ରମ ହେବ। ପିଲାଙ୍କ ନିଜର ଯେଉଁ ଅନ୍ତର୍ନିହିତ ଗୁଣ ଅଛି ସେ ଗୁଣକୁ ବିକାଶ କରିବା ଆମର ମୂଳ ଲକ୍ଷ୍ୟ। ଏହା ହେଉଛି ଆମର ପିଲାଙ୍କ ଅଧିକ ଶିଖେଇନୁ, ପିଲାଙ୍କର ଗୁଣକୁ କିନ୍ତୁ ବିକାଶ ତାହା ବି ଯତ୍ନ କରୁଥିଲୁ। ପିଲାମାନେ ଯାହା ଭଲ କରୁଛନ୍ତି। ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକରେ ଚାନ୍ଦପୁର ଶିଶୁ ବିଦ୍ୟା ମନ୍ଦିର ହେଉଛି ଏକ ପ୍ରମୁଖ ବିଦ୍ୟା ମନ୍ଦିର। ଏଠାରେ ଶୈକ୍ଷିକ ପାଠ ସହିତ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦିଆଯାଏ। ଆଜି 23ତମ ସାଂସ୍କୃତିକ ଉତ୍ସବ ମହା ଆଡ଼ମ୍ବରରେ ପାଳନ କରାଯାଇଛି ଏବଂ ପିଲାମାନଙ୍କର ଯେଉଁଭଳି ପ୍ରତିଭା ଗୁଣାତ୍ମକ ଥିଲା ତାହା ସବୁ ପିଲାମାନଙ୍କୁ ପୁରସ୍କାର ଦିଆଯିବା ସହିତ ପିଲାମାନଙ୍କର ଯେଉଁ ଗୁଣ ଗାନ କରାଯାଇଥିଲା। ତେଣୁ ଏହି ଉତ୍ସବରେ ଆମର ମାନ୍ୟନୀୟ ଅତିଥି ଶ୍ରୀଯୁକ୍ତ ନାରାୟଣ ମହାପାତ୍ର ମହୋଦୟ ଏବଂ ଏଇଠି ବହୁ ଉଚ୍ଚକୋଟୀର ନାଚ ଗୀତ ପିଲାମାନଙ୍କର ଥିଲା ଏବଂ ବହୁ ପ୍ରତିଗୀତ ତାଙ୍କର ଅଭିଭାବକମାନେ ଉତ୍କଣ୍ଠାର ସହିତ ଅନେଇ ରହିଥିଲେ। ଏବେ ସୁଦ୍ଧା ପିଲାମାନେ ସେହି ଉତ୍ସବକୁ ତାଙ୍କର ପିତାମାତାମାନେ ଆଡ଼ମ୍ବର ସହକାରେ ଖୁସି ମନାଉଛନ୍ତି। ଆଜି ସନ୍ଧ୍ୟା 5ଟା ସମୟରେ ଆମର ବାର୍ଷିକୋତ୍ସବ ଆରମ୍ଭ ହୋଇଥିଲା। ଆଉ ଏଥିରେ ମୁଖ୍ୟ ଅତିଥି ଥିଲେ ଶ୍ରୀଯୁକ୍ତ ନାରାୟଣ ମହାପାତ୍ର, ଆମର ଅବସରପ୍ରାପ୍ତ ଖାଉଟି ସୁରକ୍ଷା ମଞ୍ଚର ବିଚାରପତି ଏବଂ ମୁଖ୍ୟ ବକ୍ତା ଥିଲେ ପୂର୍ବ ସମ୍ଭାଗ ଶିକ୍ଷା ବିକାଶ ସମିତିର ସଭାପତି ଶ୍ରୀଯୁକ୍ତ କୁଳମଣି ମିଶ୍ର ମହୋଦୟ ଏବଂ ଆମର ପାଖରେ ଥିଲେ ସଭାପତି ବିରଞ୍ଚି ନାରାୟଣ ସାହୁ ମହୋଦୟ ଏବଂ ଉପସଭାପତି ପରିଚାଳନା ସମିତିର ସମସ୍ତ ଅତିଥି ଏବଂ ଛାତ୍ରଛାତ୍ରୀ ସମସ୍ତଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ବହୁତ ବେଶ ଉଚ୍ଚକୋଟୀରେ ହୋଇଥିଲା। ଆଉ ସମସ୍ତେ ବିଭିନ୍ନ ପ୍ରକାର ନାଚ ଏବଂ ବିଭିନ୍ନ ପ୍ରକାର ଗୀତ ଏଇସବୁରେ ବେଶ ପାରଙ୍ଗମ ନୃତ୍ୟ ପ୍ରଦର୍ଶନ କରିଥିଲେ। ଆଉ ଏଇଭଳି ଭାବରେ ଆମର ବହୁ ଆଡ଼ମ୍ବରପୂର୍ଣ୍ଣ ସହକାରେ ବାର୍ଷିକୋତ୍ସବଟି 63ତମ ବାର୍ଷିକୋତ୍ସବଟି ସରସ୍ୱତୀ ଶିଶୁ ମନ୍ଦିରରେ ପାଳିତ ହୋଇଛି। ଅନ୍ନ କୁମାର ସାହୁ, ମୁଁ କ୍ଲାସ୍ 4 ପରେ ମୁଁ ଏଠିକି ନାଚିବାକୁ ଆସିଛି। ମୋ ନାଚ ନାଁ ହେଉଛି ମୋ ଜଗ କାଳିଆରେ। ମୋତେ ଏ ନାଚ ଭଲ ଲାଗିଲା, ବହୁତ ଭଲ ଲାଗିଲା। ଏଇଠି ଆସିକି ମୁଁ ବହୁତ ଖୁସି ଅଛି। ଏଇଠି ସବୁ ନାଚ ଆମକୁ ଭଲ ଲାଗୁଛି। ଏଇ ନାଚ ଆମକୁ ଆଜିକାଲି ଦୃଶ୍ୟ ଦେଖିବାକୁ ମିଳୁଛି। ଏଇ ଦୃଶ୍ୟ ଦେଖିବାକୁ ମିଳୁଛି। ଏଇ ଦୃଶ୍ୟ ଦେଖିବାକୁ ମିଳୁଛି। ଆମେ ଏଇଠି ଡ୍ୟାନ୍ସ କରୁଛୁ, ତାପରେ ଭୋଜି ଖାଇ ଘରକୁ ଯାଉଛୁ। ଏଇ ଡ୍ୟାନ୍ସ ଆମ ନାଚ ସମସ୍ତଙ୍କ ନାଚ ସବୁଠାରୁ ବଢ଼ିଆ ଆଉ ସୁନ୍ଦର।